ବେକାରିଆ ବେକାରିଆ ମାନେ ଏ କଳି ଯୁଗରେ କିଏ ଭଲ କହିଲ? ସିଏ କଣ ଗୋଟେ ଅନସୂତ ରାଣୀର ରାଜା ନା ସିଏ ଗୋଟେ ଶ୍ରୀକୃଷ୍ଣ ଥିଲେ ତାଙ୍କ ଭିତରେ କଳା ଭର୍ତ୍ତି ହେଇଯାଇଛି? ତମେ ଆଗରୁ ଜାଣିଥିଲ କି ଲବ ଭାଇର ସ୍ତ୍ରୀ ଛୁଆ ପିଲା ଅଛନ୍ତି ବୋଲି? ହଁ ଏଇଟା ମୁଁ କୋଉଠି ନା କୋଉଠି ତ ଶୁଣିଥିଲି। ଶୁଣିଥିଲ ଦେଖିନ ତ? ସତ ବାହାରିଗଲା। ଯଦି ସତ ବାହାରିଲା ତାହେଲେ ମୁଁ ଲଣ୍ଡା ହେଇଛି। ସତ କହୁଛନ୍ତି ତ? ସତ ପୁରା କହୁଛି। ସତ କହୁଛନ୍ତି ଆପଣ ଲଣ୍ଡା ହେଇଯିବେ ଯଦି ସତ ବାହାରିଲା ତାହେଲେ ହଁ ଅପେକ୍ଷା ହଁ। କରନ୍ତୁ ଆଉ ବହୁତ କମ ଦିନ ଭିତରେ। ଆଉ ଯଦି ସେ କଥା ସବୁ ମିଛ ବାହାରିଲା, ସେ କଥା ଯଦି ମିଛ ବାହାରିଲା ଆପଣ କଣ କରିବେ? ମୁଁ କଣ କରିବି? ମୋ ପ୍ୟାଣ୍ଟ ସାର୍ଟ ଖୋଲିକି ଗୋଟା ଡିଷ୍ଟ୍ରିକ୍ଟ ବୁଲିବି। ହଉ କି ଲବ ଭାଇ ଏଥିରେ ସମ୍ପୃକ୍ତ ଥିବେ ତାହେଲେ ନିଶ୍ଚିନ୍ତ ତାଙ୍କୁ ଦଣ୍ଡ ମିଳିବା ଦରକାର। ମୁଁ ବି ଏଇଟା କହୁଛି, କିନ୍ତୁ ଯେପର୍ଯ୍ୟନ୍ତ ସତ ସାମ୍ନାକୁ ଆସିନି ନ୍ୟୁଜ ବାଲା ଯେତେ ଯାହା ନଗୁଛ ନଗେଇ କହିଲେ ବି ସେଇଟା କେବେ ବି ସତ୍ୟ ନୁହେଁ। ଦେଖନ୍ତୁ କିଛି ତ ଘରକୁ କେବେ ତମେ ଯାଇଛ? ତମେ କେବେ ତାଙ୍କ ଘର ପାଖ ଲୋକଙ୍କୁ ପଚାରିଛ, ବୁଝିଛ ତାଙ୍କର ସ୍ତ୍ରୀ ଅଛି ନା ନାଇଁ, ତାଙ୍କର ପିଲା ଅଛନ୍ତି ନା ନାଇଁ, ସେ କେତେଟା ଗର୍ଲଫ୍ରେଣ୍ଡ ସହ କଥା ହଉଛନ୍ତି, ଆଜି ଯୋଉ ନ୍ୟୁଜ ବାଲା ମାନେ ଆସିକି ଘନ ଘନ ନ୍ୟୁଜ ରେ କହି ହଉଛନ୍ତି ଲବଙ୍କର ଥିଲା 10 ବର୍ଷର ଝିଅ, ଲବ ବାହା ହେଇଥିଲେ ତିନିଟା। ମାନେ ଏସବୁ କଥା ଆଗରୁ କାହିଁ ବାହାର କରୁନଥିଲେ? ତାଙ୍କ ସ୍ତ୍ରୀ ଯୋଉ ଏବେ ବାହାରିକି ନ୍ୟୁଜ ରେ କହୁଛନ୍ତି ଆଗରୁ କାହିଁ ବାହାର ନଥିଲେ? ଲବ ଭାଇଙ୍କ ନାଁରେ ମୁଁ ଗୋଟେ ଭିଡ଼ିଓ ପୋଷ୍ଟ କରିଥିଲି, ଆଉ ସେଥିରେ ମୁଁ ସପୋର୍ଟ କରିଥିଲି କି ଲବ ଭାଇଙ୍କର, ମୁଁ ଭାବୁଛି ଲବ ଭାଇ, ମୋର ଆଶା ଅଛି ଲବ ଭାଇଙ୍କର କିଛି ଭୁଲ ନଥିବ ସେ କେସ୍କୁ ନେଇ। ଆଜ୍ଞା ସେ ଭିଡ଼ିଓରେ ତ ବହୁତ ସାରା ଲୋକ ଆସି ସୋଦାସୋଦି ଗାଳିଗୁଲଜ କଲେ, କିନ୍ତୁ କିଛି ଲୋକ ବି ପର୍ସନାଲ କଲ୍ କରିକି ଆଜ୍ଞା ବହୁତ କଥା ଶୁଣେଇଲେ ମୋତେ। ତାଙ୍କ ଭିତରୁ ଜଣଙ୍କ ନମ୍ବର ମୁଁ ଆଣିଛି, ଆଉ ତାଙ୍କୁ ଏବେ ଫୋନ୍ କରିକି ଭଲ କି ବୁଝେଇବି। ତ ଚାଲନ୍ତୁ ତାଙ୍କୁ ଏବେ କଲ୍ କରିବା। ସିଏ ଲବ ଭାଇଙ୍କର କୁଆଡ଼େ ଗୋଟେ ଫ୍ୟାନ୍ ଥିଲେ, ଏବେ କୁଆଡ଼େ କେସ୍କୁ ଶୁଣିକି ତାଙ୍କୁ ଖରାପ ଭାବୁଛନ୍ତି। ତ ଚାଲନ୍ତୁ ତାଙ୍କୁ ଗୋଟେ କଲ୍ କରିବା। ହଁ ହ୍ୟାଲୋ। ହଁ ମୁଁ ଲବ ଭାଇଙ୍କୁ ସପୋର୍ଟ କରିଥିଲି ବୋଲି ଆପଣ ମତେ କଲ୍ କରିକି ଦୁନିଆ କଥା ଶୁଣେଇଲେ। ଆଚ୍ଛା ଆପଣ ମତେ କୁହନ୍ତୁ, ଆପଣ ତାଙ୍କର ଗୋଟେ ଫ୍ୟାନ୍ ଥିଲେ, ତ ଫ୍ୟାନ୍ ର ଏବେ ଶତ୍ରୁ କେମିତି ହେଇଗଲେ? ଫ୍ୟାନ୍ ଥିଲି ବଟ୍ ଏବେ ନାହିଁ। କଣ ପାଇଁ? କଣ ପାଇଁ? ଏଥିପାଇଁ କି ନାହିଁ, ଆପଣ ମତେ ଗୋଟେ କଥା କୁହନ୍ତୁ, ଯେ କି ଗୋଟେ ପୁରୁଷ ଯଦି ଜଣକୁ ବାହା ହେଇଛି, ତାର ସ୍ତ୍ରୀ ଅଛି, ଯଦି ସିଏ ପର ମୁହୂର୍ତ୍ତରେ ସିଏ ବଡ ଲୋକ ହେଇଗଲା କି ଭାଇରାଲ ହେଲା, ଗୋଟେ ସେଲିବ୍ରିଟି ହେଇଗଲା, ତାପରେ ଝିଅ ମାନଙ୍କ ସହିତ ସମ୍ପର୍କ ରଖିବା ଏଇଟା କେତେ ଦୂର ଠିକ ଆଉ ଭୁଲ? ମତେ ଗୋଟେ ଉଦାହରଣ ଦେଲେ ଆগে। ଝିଅ ମାନଙ୍କ ସହ ସମ୍ପର୍କ ଆପଣ ଦେଖିଥିଲେ ନା ଆଗରୁ ଜାଣିଥିଲେ? ଦେଖିଥିଲେ ମାନେ ଏବେ ଯାହା ପ୍ରୁଭ୍ ଆଉଛି, ତାଙ୍କ ଘର ପାଖର ଲୋକ କହୁଛନ୍ତି ତାଙ୍କର ଗୋଟେ ସ୍ତ୍ରୀ ଅଛି, ତାଙ୍କର ଗୋଟେ ଝିଅ ଅଛି, ଆଉ ତମେ ଏବେ କେମିତି ମତେ ଆମକୁ କହୁଛ ଯେ କି ଦେଖିଥିଲ ବୋଲି? ଘର ନାଇଁ ଗୋଟେ କଥା କୁହନ୍ତୁ, ଘର ପାଖ ଲୋକ ଆଗରୁ କୋଉଠି ଶୋଇଥିଲେ? ଯେମିତି ଆମର ଗୋଟେ କଥା ଅଛି, ବୋଝ ଉପରେ ନଳିତା ବିଡା, ଗୋଟିଏ କେସ୍ ସାମ୍ନାକୁ ଆସିଲା କି ନାଇଁ ସବୁ କେସ୍ ଚାଲି ଆଇଲା। ତାଙ୍କର 10 ବର୍ଷର ଝିଅ ଅଛି, ସେ ଆଗରୁ ତିନିଟା ବାହା ହେଇଥିଲେ, ଆଗରୁ କୋଉଠି ଶୋଇଥିଲ? ଦେଖନ୍ତୁ ଆଜ୍ଞା, ଆଗରୁ ସମସ୍ତେ ଜାଣିନଥିଲେ ଲବଣ ସାଙ୍କର କୌଣସି ସମ୍ପର୍କ ଅଛି ଆଉ କୌଣସି ଝିଅ ସହିତ, ଜାଣିନଥିଲେ। ଯେତେବେଳେ ତାଙ୍କର ଗର୍ଲଫ୍ରେଣ୍ଡ ମରିଗଲେ ଏବେ ସବୁଠୁ ଲୋକ ଜାଣିଲେ, ଏବେ ଲୋକ ହାଲାଉ କଲେ ଯେ ନାଇଁ ତାଙ୍କର ଅଲରେଡି ସ୍ତ୍ରୀ ଅଛି, ତାଙ୍କର ଝିଅ ଅଛି ବୋଲି। ଆଚ୍ଛା ଆଉ ଗୋଟେ କଥା କୁହନ୍ତୁ, ତମେ ଏତେ କଣ ପାଇଁ ସପୋର୍ଟ କରୁଛ ତାଙ୍କୁ? ତମର ଏତେ କଣ ଫାଇଦା ଅଛି? ଆମର ସେତିକି ବିଶ୍ୱାସ ଅଛି, କାହିଁକି ନା ଆମେ ରେଗୁଲାର ତାଙ୍କ ସବସ୍କ୍ରାଇବର, ଆମେ ତାଙ୍କ ଭିଡିଓ ଦେଖୁଛୁ, ଆମେ ତାଙ୍କୁ ବହୁତ ଭଲ ଭାବରେ ଜାଣିଛୁ ମଧ୍ୟ। ସେ ବହୁତ ଭଲ ଭିଡିଓ ବନାନ୍ତି। ଭଲ ଜାଣି, ତମେ ଭିଡିଓ ଦେଖି କହୁଛ, ତାଙ୍କ ଘରକୁ କେବେ ତମେ ଯାଇଛ? ତମେ କେବେ ତାଙ୍କ ଘର ପାଖ ଲୋକଙ୍କୁ ପଚାରିଛ, ବୁଝିଛ ତାଙ୍କର ସ୍ତ୍ରୀ ଅଛି ନା ନାଇଁ, ତାଙ୍କର ପିଲା ଅଛନ୍ତି ନା ନାଇଁ, ସେ କେତେଟା ଗର୍ଲଫ୍ରେଣ୍ଡ ସହ କଥା ହଉଛନ୍ତି, ଆଜି ଯୋଉ ନ୍ୟୁଜ ବାଲା ମାନେ ଆସିକି ଘନ ଘନ ନ୍ୟୁଜ ରେ କହି ହଉଛନ୍ତି ଲବଙ୍କର ଥିଲା 10 ବର୍ଷର ଝିଅ, ଲବ ବାହା ହେଇଥିଲେ ତିନିଟା। ମାନେ ଏସବୁ କଥା ଆଗରୁ କାହିଁ ବାହାର କରିନଥିଲେ? ତାଙ୍କ ସ୍ତ୍ରୀ ଯୋଉ ଏବେ ବାହାରିକି ନ୍ୟୁଜ ରେ କହୁଛନ୍ତି ଆଗରୁ କାହିଁ ବାହାର ନଥିଲେ? କୁଆଡେ ଶୋଇଥିଲେ? ଆଗରୁ ଲବ ଅନୁସାର ନିଜେ ଏତେ ପବ୍ଲିକ କରିନଥିଲେ ଯେ ମୋର ଏତେଟା ଗର୍ଲଫ୍ରେଣ୍ଡ ଅଛନ୍ତି। ଏବେ ବି ଲବ ପବ୍ଲିକ କରିନାହାନ୍ତି, ଯେପର୍ଯ୍ୟନ୍ତ ପୁଲିସ ଇନକ୍ୱାରି କରି ସତ ସାମ୍ନାକୁ ନ ଆଣିଛି, ଆଉ ଲବ ଭାଇ ଯେପର୍ଯ୍ୟନ୍ତ ସତ ତାଙ୍କ ନିଜ ମୁହଁରେ ନିଜ ଚ୍ୟାନେଲରେ କି ଯେକୌଣସି ଚ୍ୟାନେଲ ଆସି ନ କହିଛନ୍ତି, ସେ ପର୍ଯ୍ୟନ୍ତ କିଛି ବି ମାନେ ନାହିଁ। ଚୋର କେବେ ସତ କହେ ନା, ଚୋର କେବେ ସତ କହେ ନା। ମାନେ ମିଛଟା ଲୁଚି ରହିଥିଲା ବୋଲି ଏତେ ଦିନ ହବ ଜଣେ ଆତ୍ମହତ୍ୟା କରିଛି, ଆଜି ଜଣେ ମରିଯାଇଛି, ଗୋଟେ ଝିଅଟେ। ଆଉ ସତ ଯଦି ଜଣା ପଡିଥାନ୍ତା ତାହେଲେ ତ ସମସ୍ତେ ଜାଣିଥାନ୍ତେ ନା। ସେ ତ ନିଜେ, ସିଏ ଗୋଟେ ଲୋକ ଜାଣିଲା ବୋଲି ସତ ଯେ ଗୋଟେ ଲୋକର 4ଟା 5ଟା ଝିଅଙ୍କ ସହିତ ସମ୍ପର୍କ ଅଛି ବୋଲି ସିଏ ଆଜି ଆତ୍ମହତ୍ୟା କଲା। ଏସବୁ କଣ ପାଇଁ ସପୋର୍ଟ? ଆଚ୍ଛା ଆଉ ଗୋଟେ କଥା କୁହ ମତେ, ଗୋଟେ ନାଇଁ ତମେ ତାହେଲେ କଣ କହୁଛ, ଲବଣ ସାଙ୍ଗର କୌଣସି ସମ୍ପର୍କ ନାହିଁ କାହା ସହିତ?
ଦେଖନ୍ତୁ ଆପଣ କେବେ ଲବଣସ୍ଥାଙ୍କ ମୁହଁରୁ ଶୁଣିଛନ୍ତି କି ପୁଲିସ ଇନକ୍ୱାରି କରି କହିଛି କି ସେ ସ୍ତ୍ରୀ ତମେ ଲୋକ? ତାହେଲେ କଣ କହୁଛ? ଚୋର ଯିଏ ଚୋରି କରୁଛି ସେ ନିଜେ ମାନିବ ନାହିଁ ମୁଁ ଚୋରି କରୁଛି ଏ ଜାଗାରୁ ସେ ଜାଗାରୁ ସେ ଜାଗାରୁ? ହଁ ପୋଲିସ ଧରିକି ଆଣି ତା ମୁହଁରୁ ସତ ବାହାର କରିବା ଦରକାର ନା, କାହିଁକି ନୁହଁ? ଅପେକ୍ଷା କରନ୍ତୁ, ନିଶ୍ଚିନ୍ତ ସିଏ ଧରା ପଡିବ ଆଉ ସିଏ ସତ ହିଁ ମାନିବ, ପ୍ରୁଫ ବାହାରିବ ଯେ ସେ କେତେ ଜଣ ସହିତ ତାଙ୍କର ଝିଅର ସମ୍ପର୍କ ଥିଲା। ଯୋଉଠି ଦେଖନ୍ତୁ ମୁଁ ମାନୁଛି ସେ ଯୋଉ ଝିଅ ଆତ୍ମହତ୍ୟା କରିବା ପଛରେ କାହାର ହାତ ଅଛି ମୁଁ ଜାଣିନି, ଯଦି ବି ଲବ ଭାଇ ଏଥିରେ ସମ୍ପୃକ୍ତ ଥିବେ ତାହେଲେ ନିଶ୍ଚିନ୍ତ ତାଙ୍କୁ ଦଣ୍ଡ ମିଳିବା ଦରକାର, ମୁଁ ବି ଏଇଟା କହୁଛି। କିନ୍ତୁ ଯେପର୍ଯ୍ୟନ୍ତ ସତ ସାମ୍ନାକୁ ଆସିନି ନ୍ୟୁଜ ବାଲା ଯେତେ ଯାହା ନଗୁଛ ନଗେଇ କହିଲେ ବି ସେଇଟା କେବେ ବି ସତ୍ୟ ନୁହଁ। ନାଇଁ ବେକାରିଆ ମାନେ ଏ କଳି ଯୁଗରେ କିଏ ଭଲ କହିଲ? ସିଏ କଣ ଗୋଟେ ଅନସୂତ ରାଣୀର ରାଜା ନା ସିଏ ଗୋଟେ ଶ୍ରୀକୃଷ୍ଣ ଥିଲେ ତାଙ୍କ ଭିତରେ କଳା ଭର୍ତ୍ତି ହେଇଯାଇଛି, ଟୋକି ମାନଙ୍କୁ ଧରି ଥେଇ ହେବେ। ଆରେ ଯଦି ବି ଭଲ ପାଇଲ ଗୋଟେ ଗର୍ଲଫ୍ରେଣ୍ଡ ରଖିଲ ଗୋଟେ ଝିଅ ରଖିଲ ଠିକ ଅଛି, ଆଚ୍ଛା 4-5ଟା 10ଟା 15ଟା ଗର୍ଲଫ୍ରେଣ୍ଡ ରଖିବାର କଣ ଦରକାର ଥିଲା? ଆଚ୍ଛା ମତେ ଗୋଟେ କଥା କୁହନ୍ତୁ, ଆପଣଙ୍କ ସ୍ୱାମୀ ମାନେ କାହାକୁ କେତେ ଜଣଙ୍କୁ ବାହାହେଇଛନ୍ତି? ତମ ସାହସ ମୁଁ ବହୁତ ନାଇଁ ଦେଖିଛି। ନାଇଁ ଆଚ୍ଛା ସାହସ ନାଇଁ, ଗୋଟେ ମୁଁ ତମକୁ କଥା, କଣ ପଚାରୁଛି ତମେ ଆପଣଙ୍କ କେତେଟା ସ୍ୱାମୀ? ରଖିଛ? ନାଇଁ ନାଇଁ ମତେ ନାଇଁ ତମେ ନ୍ୟୁଜ ବାଲା ଆପଣ ଏତେ ସାମ୍ନାକୁ ସତ ନାଇଁ, ଆସିଲା ବେଳେ ଆପଣଙ୍କ ତମେ ସ୍ୱାମୀ କେତେ ଚୁପ୍ ଜଣଙ୍କୁ କରି ବାହାହେଇଛନ୍ତି କହିଛ। ମତେ କୁହନ୍ତୁ? ଆପଣଙ୍କ ସ୍ୱାମୀ କେତେ ଜଣଙ୍କୁ ବାହାହେଇଛନ୍ତି? ମୋ ସ୍ୱାମୀ ଏକୁଟିଆ ମତେ ହିଁ ବାହା ହେଇଛି। ଠିକ ଅଛି, ବଢିଆ କଥାଟା କହିଲ। ମୁଁ ଆପଣଙ୍କ ସ୍ୱାମୀ ଆପଣଙ୍କୁ କେବଳ ଏକୁଟିଆ ବାହାହେଇଛନ୍ତି, ଯଦି ସିଏ ବାହାରେ ବୁଲି 10ଟା 15ଟା ଗର୍ଲଫ୍ରେଣ୍ଡ ରଖିବେ ଝିଅ ମାନଙ୍କ ସହିତ ସମ୍ପର୍କ ରଖିବେ ଆପଣଙ୍କୁ କେମିତି ଲାଗିବ? 10ଟା 15ଟା କୋଉଠି କିଛି ତ ନାହିଁ, ଏଇ ଗୋଟାଏ ତ ଗର୍ଲଫ୍ରେଣ୍ଡ ସାମ୍ନାକୁ ମୁଁ ଆସିଛନ୍ତି ନା। କହୁଛି, ମୁଁ ଏକ୍ସାମ୍ପଲ କହୁଛି, ଯଦି 7ଟା 8ଟା ଝିଅଙ୍କ ସହିତ ସମ୍ପର୍କ ବାହାରେ ରଖିବେ ଆଉ ପର ମୁହୂର୍ତ୍ତରେ ଆପଣ ଜାଣିବେ ଆପଣଙ୍କୁ କେମିତି ଲାଗିବ? ଭଲ ଲାଗିବ କି? ଖରାପ ଲାଗିବ। ଖାଲି ଖରାପ ଲାଗିବ, ଏମିତି ଲାଗିବ ଯେ କି ବିଷ ନହେଲେ ବିଷ ଦେଇକି ଦୌଡି ଦେବାକୁ ମରିଯିବାକୁ। ନା ଆଉ ନା ଖରାପ ନା ନା ଲାଗିବ ନା କଣ? ନା ନା ଆତ୍ମହତ୍ୟା ଶୁଣ, ଆତ୍ମହତ୍ୟା କରିଦେଲେ ସବୁ ସମସ୍ୟାର ସମାଧାନ ହେଇଯିବ ବୋଲି ସେଟା ମୁଁ କେବେ କହିବିନି। କେବେ ବି ଆଚ୍ଛା ଆତ୍ମହତ୍ୟାକୁ ମୁଁ ବିରୋଧ କରେ, ସେଟା ଗୋଟେ ପାପ, ହଁ ବୁଝିପାରିଲେ? ଆଚ୍ଛା ଯଦି ଲବ ଭାଇଙ୍କର ସେ ଯଦି ଜାଣିଲା ସେ ଝିଅ କି ତାଙ୍କ କିଛି ରିଲେସନ ଅଛି, ସେ ବାହା ହେଇଛନ୍ତି, ତାଙ୍କର ଝିଅ ଅଛି 3-3ଟା ରଖିଛନ୍ତି, ଆରେ ଭାଇ ସିଏ ରଖୁ, ମୁଁ ଛାଡିଦେଇ ମୋ ବାଟରେ ରହିବି, ସେଥିରେ କଣ ଅଛି? ଆତ୍ମହତ୍ୟା କରିଦେଇ ମୁଁ କଣ ପାଇବି? ନାଇଁ ଦେଖନ୍ତୁ, ଝିଅକୁ ସେତିକି ଆଜି ବାଧିଛି, ସେତିକି କଷ୍ଟ ହେଇଛି, ସେଥିପାଇଁ ସେ ଆଜି ଆତ୍ମହତ୍ୟା କରିଛି। ଏମିତି କେସ ବହୁତ ଆଗରୁ ଘଟିଛି, ବୁଝିପାଇଲେ? ଯଦି ଲବଂଶ ତାକୁ ଯଦି ଭଲ ପାଉଥିଲେ, ଯଦି ଲବଂଶ ଠିକ ଥିଲେ, ତାହେଲେ ପୂର୍ବରୁ କହିଦେଲେନି ମୋର ସ୍ତ୍ରୀ ଅଛି ମୋର ଝିଅ ଅଛି, ଏକଥା ଆଚ୍ଛା କହିଲେନି? ଭାଇ ଗୋଟେ ଏକଥା କଥା କାଇଁ କୁହ, କହୁନଥିଲେ? ତମେ ଆଗରୁ ଜାଣିଥିଲ କି ଲବ ଭାଇର ସ୍ତ୍ରୀ ଛୁଆ ପିଲା ଅଛନ୍ତି ବୋଲି? ହଁ ଏଇଟା ମୁଁ କୋଉଠି ନା କୋଉଠି ତ ଶୁଣିଥିଲି। ଏଇଟା ଶୁଣିଥିଲ, ଶୁଣିଥିଲି, ଦେଖିନ ହଁ। ତ? ନା ମୁଁ ଦେଖିନଥିଲି କିନ୍ତୁ ଶୁଣିଥିଲି। ଆଜି ପ୍ରୁଫ ପାଉଛି ଯେ ଲବଣ ସାଙ୍କର ଗୋଟେ ସ୍ତ୍ରୀ ଅଛି, 10 ବର୍ଷର ଝିଅ ଅଛି, ଉଇଥି ତାଙ୍କର ଗୋଟେ ଟ୍ରାଭେଲର ୟୁଟ୍ୟୁବର ତାଙ୍କର ଗର୍ଲଫ୍ରେଣ୍ଡ ଅଛନ୍ତି, ଉଇଥି ତାଙ୍କୁ ସହିତ ଆହୁରି 6-7ଟା ଗର୍ଲଫ୍ରେଣ୍ଡ ଅଛନ୍ତି। ଶୁଣ ଗୋଟେ କଥା ଅଛି ଓଡିଆରେ ଢଗ, ହଁ ଯାହାକି ନ ଦେଖିବ ବେନି ନୟନେ ପରଖି ଯିବନି ଗୁରୁ ବଚନେ। ତମେ ନିଜ ଆଖିରେ ଯେପର୍ଯ୍ୟନ୍ତ ନ ଦେଖିଛ, ନିଜ କାନରେ ତାଙ୍କ ସେ ଯିଏ ଏ କେସ ଟା କରିଛନ୍ତି ଯଦି ନ ଶୁଣିଛ, ତମେ କେମିତି ଲୋକଙ୍କ କଥାକୁ ବିଶ୍ୱାସ କରୁଛ? ଆଜ୍ଞା, ତାଙ୍କ ଘର ପାଖ ଲୋକ କହୁଛନ୍ତି ଯେ କି ତାଙ୍କର ଗୋଟେ ସ୍ତ୍ରୀ ଅଛି, ଆଉ ଅପେକ୍ଷା କରନ୍ତୁ, ଆଉ ଦିନେ ଦି ଦିନ ତାଙ୍କର ଓରିଜିନାଲ ସ୍ତ୍ରୀ ବାହାରି ଆସିବ, ତାଙ୍କ ଝିଅ ପଦାକୁ ଆସିବ, ସେତେବେଳେ ଜାଣିପାରିବ ତାଙ୍କ ସ୍ତ୍ରୀ ଅଛନ୍ତି କି ନା ନାହିଁ। ମୁଁ ବି ଦେଖ ଦିନେ ନା ଦିନେ ଭଲ ମୁଁ ବି ପାଉଥିଲି ଏଇନା ଲବଣଙ୍କୁ। ଭାରି କହିବି, ମୁଁ ଭାରି କହିବି ସିଏ ମୋ ମା ସିଏ ମୋ ବାପା, ମୁଁ ଜବରଦସ୍ତି କହିବି, ମତେ କିଏ ଅଟକେଇ ପାରିବ? ନା ଅଟକେଇ ପାରିବେନି। ସିଏ ଯଦି ମିଛ କହୁଥିବ ତାହେଲେ ପ୍ରମାଣ କଣ? ଶୁଣନ୍ତୁ, ମାନେ ମୁଁ ଆଗରୁ ତମକୁ କହିଲି ନା, ମାନେ ନିଆଁ ଟିକେ ଅଛି ବୋଲି ଧୂଆଁ କୁଳୁଛି, ନିଆଁ ନଥିଲେ ଧୂଆଁ ବାହାରିବନି। କିଛି କାଇଁ ତ ନିଆଁ ସତ ନଗେଇଦେଲେ ଅଛି, ଧୂଆଁ ବାହାରିବ, କିଛି ଅସୁବିଧା ନାହିଁ। ନିଶ୍ଚିନ୍ତ ତା ଭିତରେ କିଛିଟା କିଛି ସତ ଅଛି। ଆପଣ ଦେଖନ୍ତୁ କଣ ପାଇଁ ବିଶ୍ୱାସ କରୁନାହାନ୍ତି? ଗୋଟେ କଥା, ଯଦି ଆପଣ ଲବ ଭାଇଙ୍କର ଫ୍ୟାନ ଥିଲେ, ମୁଁ ଗୋଟେ କଥା କହୁଛି, ଅପେକ୍ଷା କରନ୍ତୁ, ଧୈର୍ଯ୍ୟ ଧରନ୍ତୁ, ଯେପର୍ଯ୍ୟନ୍ତ ଲବ ଭାଇ କ୍ୟାମେରା ସାମ୍ନାକୁ ନ୍ୟୁଜ ସାମ୍ନାକୁ ଯଦି ଆସିନାହାନ୍ତି। ସତ ବାହାରିଗଲା ଆପଣ କଣ କରିବେ? ଯଦି ସତ ବାହାରିଗଲା, ଯଦି ସତ ବାହାରିଲା ତାହେଲେ ମୁଁ ଲଣ୍ଡା ହେଇଯିବି। ସତ କହୁଛନ୍ତି ତ? ସତ ପୁରା କହୁଛି। ସତ କହୁଛନ୍ତି ଆପଣ ଲଣ୍ଡା ହେଇଯିବେ ଯଦି ସତ ବାହାରିଲା? ତାହେଲେ ହଁ ଅପେକ୍ଷା ହଁ। କରନ୍ତୁ ଆଉ ବହୁତ କମ ଦିନ ଭିତରେ। ଆଉ ଯଦି ସେ କଥା ସବୁ ଲବଂଶା ମିଛ ବାହାରିଲା, ସତ ସେ ବାହାରିବ, କଥା ଯଦି ତାଙ୍କର ମିଛ ସ୍ତ୍ରୀ ଜଣେ ବାହାରିଲା ଅଛି, ଆପଣ କଣ ତାଙ୍କର ଝିଅ କରିବେ? ଜଣେ ଅଛି, ତାଙ୍କର ଗର୍ଲଫ୍ରେଣ୍ଡ ଅଛନ୍ତି, ଏବଂ ନାଇଁ ସେ ନାଇଁ, ଥାନାରେ ଯଦି ପଶିବେ ସେ କଥା ଆଉ ଦଣ୍ଡ ସବୁ ମିଛ ପାଇବାଟା ନିଶ୍ଚିନ୍ତ। ବାହାରିଲା ଆପଣ କଣ କରିବେ? କଣ କହିଲେ କଣ କହିଲେ? ଯଦି ସେ ସବୁ କଥା ସବୁ ମିଛ ବାହାରିଲା, ଲବ ଭାଇ ପୁରା ନିର୍ଦ୍ଦୋଷ, ତାହେଲେ ଆପଣ କଣ କରିବେ? ମୁଁ କଣ କରିବି? ହୁଁ ମୋ ପ୍ୟାଣ୍ଟ ସାର୍ଟ ଖୋଲିକି ଗୋଟା ଡିଷ୍ଟ୍ରିକ୍ଟ ବୁଲିବି। ହଉ। ଆରେ ଭାଇ ତମ ଫଟୋ ତ ମୁଁ ପକେଇନି, ଲୋକ ତମକୁ କେମିତି ଚିହ୍ନିବେ? ନିଶ୍ଚିନ୍ତ ମୁଁ ଫଟୋ ପଠେଇଦେବି, ପକେଇଦବ ପୁରା ଗ୍ୟାରେଣ୍ଟି ସହିତ। ମୁଁ କହିବି ମୋ କଥା ସତ ହବ ମାନେ ହବ। ଠିକ ଅଛି, ଏଇଠି ବି ଆମର ମାନେ ଦର୍ଶକ ବନ୍ଧୁ ବି ସାକ୍ଷୀ ରହିଲେ, ମୁଁ ବି ସାକ୍ଷୀ ରହିଲି, ଯାହା ହବ ଆଗକୁ ଦେଖାଯିବ। ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇକି, ରହିଲି, ନମସ୍କାର। ହଉ ଠିକ ଅଛି, ନମସ୍କାର। ନମସ୍କାର ନମସ୍କାର।
ଭଗବାନ ଶୁଣିଲେ ତ ସତ ଯେପର୍ଯ୍ୟନ୍ତ ସାମ୍ନାକୁ ଆସିଛି ନ ଆସିଛି କେବେ କାହା କଥାକୁ ବିଶ୍ୱାସ କରନ୍ତୁନି। ମୁଁ କେବେ କାହା କଥା ବିଶ୍ୱାସ କରେନି, ବୁଝିପାରୁଛନ୍ତି? ତ ଅପେକ୍ଷା କରନ୍ତୁ। ରହିଲି, ନମସ୍କାର।